ନା ଆମେ ଯାହା କରୁ କର୍ମ କ୍ରୁ ଧାତୁରୁ ଆସିଛି, এটা ଏଭ୍ରିବଡି ନୋସ୍, ଏଥିରେ କିଛି ନୂତନତ୍ୱ ନାହିଁ। କିନ୍ତୁ ସେଇଠି ଯୋଉ କର୍ମ ଆମେ କରୁଛନ୍ତି, ଭଗବାନ ଆମକୁ ଗୋଟେ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇଛନ୍ତି। କର୍ମଣି ଏବ ଅଧିକାରତେ କର୍ମଣ୍ୟେବାଧିକାରସ୍ତେ କର୍ମଣି ଏବ ଅଧିକାରତେ। କର୍ମଣି ମାନେ କର୍ମ ଗୁଡିକରେ, ଅଧିକାର ତେ ମାନ ତୁମର ଅଛି। ୟୁ ଆର୍ ହ୍ୟାଭିଂ ରାଇଟ୍ ଓଭର ୟୁର କର୍ମ। କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ, କିନ୍ତୁ ଫଳରେ ଅଧିକାର ନାହିଁ ଇତ୍ୟାଦି। ତେଣୁ ଜ୍ଞାନରେ ଆମର ଅଧିକାର ଦେଇନାହାନ୍ତି, ସେ କର୍ମରେ ଅଧିକାର ଦେଇଛନ୍ତି। ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ ସେଠି ରହୁଛି ଯେ ଆମେ କର୍ମ କଣ କରିବା, ଦ୍ୟାଟ୍ ଇଜ ଅପ୍ ଟୁ ମି। ମୁଁ ଭଲ କାମ କରିବି ନା ଖରାପ କର୍ମ କରିବି, ଏଇଟା ଭଗବାନ ଆମକୁ ଦେଇଛନ୍ତି। ଅର୍ଥାତ୍ ଆମେ ସଂସ୍କାର ଅନୁସାରୁ ଆମର କର୍ମଟା ହୁଏ, ଦୃଷ୍ଟି ହୁଏ, ଦୃଷ୍ଟିରୁ ଚିନ୍ତନ ହୁଏ, ଚିନ୍ତନରୁ ଆମର କର୍ମଟା ଆସେ। କର୍ମରେ ଯେତେବେଳେ ଧର୍ମ ମିଶିଯାଏ ଭକ୍ତି ସୃଷ୍ଟି ହୁଏ, ଭକ୍ତିରେ ସନ୍ତୁଷ୍ଟ ହେଲେ ଭଗବାନ ଜ୍ଞାନ ଦିଅନ୍ତି ଇତ୍ୟାଦି ଇତ୍ୟାଦି। ପ୍ରଶ୍ନ ହଉଛି କର୍ମଟା ଯେ ଆମେ ତ ଯାହା କରୁଛୁ କର୍ମ, ଅର୍ଥାତ୍ କର୍ମରେ ମୋର ଅଧିକାର କର୍ତ୍ତା ଭାବ ରହିଲା। ପୁଣି ମୁଁ ଏ ଆଳୁ ଲଗେଇଲି, ଏଟା ହଉଛି ମୋର ଅଧିକାର। ପୁଣି ତାକୁ ଭକ୍ତା, ମୁଁ ସେ ଆଳୁଟାକୁ ଖାଇବି, ଭକ୍ତା ଭାବ ରହିଲା। କର୍ମରେ ଦୁଇଟା ଜିନିଷ ରହିଲା। କିନ୍ତୁ ଅକର୍ମଟା କଣ ହଉଛି? କର୍ମଟା, ଅକର୍ମର ଅର୍ଥ ହଉଛି କଣ? ମାନେ ବିଷ୍ଣୁ କର୍ମ, ଅର୍ଥାତ୍ ଯେତେବେଳେ ବିଷ୍ଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ଆମେ ଯୋଉ କର୍ମ କରୁଛୁ ସେତେବେଳେ ସେ ଅକର୍ମରେ ପରିଣତ ହଉଛି। ସେଇ କର୍ମଟା ପୁଣି ଅକର୍ମରେ ପରିଣତ କରିବାର ଟ୍ରିକ୍ସଟା କେବଳ ଗୀତା ପାଠୀ ମାନେ ଜାଣିଛନ୍ତି। କର୍ମରେ ଭୋକ୍ତା ଭାବ ରହୁଛି, ମୁଁ କରିଛି ମୁଁ ଖାଇବି, କର୍ତ୍ତା ଭାବ ରହୁଛି ମୁଁ କରୁଛି। କିନ୍ତୁ ଅକର୍ମ ଯେତେବେଳେ ହଉଛି ସେଠି ଆଉ ତାର ଡିଜାୟାର୍ସ, କାମନା ଫ୍ରି ହେଇଯାଉଛି, ତାର ମମତା ଶୂନ୍ୟ ହେଇଯାଉଛି। ଭଗବାନଙ୍କ ଉଦ୍ଦେଶ୍ୟରେ ଯୋଉ କର୍ମଟା କରାହଉଛି କାମନା ଶୂନ୍ୟ ଭାବରେ, ତାକୁ ଅକର୍ମ କୁହାଯାଉଛି। ସେଇଟା ପୁଣି ବିକର୍ମ କେତେବେଳେ ହେଉଛି? ଯେତେବେଳେ ମମତା ଥାଇ, ଆସକ୍ତି ଥାଇ, ଶାସ୍ତ୍ର ଜ୍ଞାନ ନଥାଇକିରି ଯେତେବେଳେ କର୍ମ ହଉଛି ବିକର୍ମ ହଉଛି। ଏ ଭାରି କ୍ରିଟିକାଲ ପଏଣ୍ଟ। ତେଣୁ କର୍ମଟା କେତେବେଳେ ଆମେ ଜାଣିବା ଦରକାର ଯେ କର୍ମଟାକୁ କେମିତି ଅକର୍ମରେ ପରିଣତ କରିବା। ଆମେ କଣ କର୍ମ କରୁଛନ୍ତି, ମୁଁ ଚାକିରି କରିଛି, ଦରମା ନ ପାଇଲେ ମୋ ପରିବାର ଚଳିବ କେମିତି? ତେଣୁ କର୍ମ ଆମେ କଲାବେଳେ ଆମର ତ ଭୋକ୍ତା ଭାବ ରହିବ, କିନ୍ତୁ ତାକୁ ଅକର୍ମରେ ପରିଣତ କରିବା ପାଇଁ ହେଲେ ସେ ଗୋଟେ ସୂତ୍ର ତାକୁ ବତେଇଲେ ଯେ ତୁ କଣ କଲେ ଯେ ଏଇ କର୍ମ ଗୁଡାକ ତୁ ଅକର୍ମରେ ପରିଣତ କରିବୁ। ତାକୁ ସେ ପଞ୍ଚମ ଅଧ୍ୟାୟରେ କିଛିଟା ଆଲୋଚନା ହେଇଛି। କହୁଛନ୍ତି ଯେତେବେଳେ ଅର୍ଜୁନ ତୁ କର୍ମ କରିବୁ, ନୈବ କିଞ୍ଚିତ କରୋମି ଇତି ଯୁକ୍ତ ମନ୍ନିତ ତତ୍ତ୍ୱବିତ୍ ପଶ୍ୟନ୍, ଦେଖୁଛୁ ମୁଁ କରୁଛି, ଏ ଭାବନାଟା ତୋର ରହିବନି, କର୍ତ୍ତା ଭାବ ରହିବନି। ଯେ କେତେବେଳେ ନାଇଁ ଦେଖୁଛୁ, ଏଇ ଆଖିରେ ଦେଖୁଛୁ, ପଶ୍ୟନ୍ ଶୁଣୁଛୁ, କାନରେ ଶୁଣୁଛୁ, ସ୍ପର୍ଶନ ଚର୍ମ ତାକୁ ସ୍ପର୍ଶ କରୁଛି, ଏଗୁଡାକ ସବୁ ଚାଲିଛି ଇନ୍ଦ୍ରିୟ ଭିତରେ। ଜିଘ୍ରନ୍ ମାନେ ଆଘ୍ରାଣ କରୁଛି, ଯେ ଅଶ୍ନନ୍ ଖାଉଛି, ଗଛନ୍ ଯାଉଛି, ସ୍ୱପନ ଶୋଉଛି, ଶ୍ଵସନ ଶ୍ୱାସକ୍ରିୟା ହଉଛି। ପଶ୍ୟନ ଶ୍ରଣନ ସ୍ପର୍ଶନ ଜିଘ୍ରନ୍ ଅଶ୍ନନ ଗଚ୍ଛନ ସ୍ୱପନ ଶ୍ଵସନ ପ୍ରଳପନ ବିସୃଜନ ଗୃହ୍ଣନ୍ ଉନ୍ନିଶନ୍ ନିମିଷନ୍ନପି। ପ୍ରଳପନ କଥା ବି କହୁଛନ୍ତି, ବିସର୍ଜନ ତ୍ୟାଗ କରୁଛନ୍ତି, ଗୃହ୍ଣନ ଗ୍ରହଣ କରୁଛନ୍ତି, ଉନ୍ନିଶନ୍ ନିମିଷନ୍ନପି ଆଖି ଖୋଲୁଛି ବନ୍ଦ କରୁଛି। ଏ ଯେତେ କାମ ଏ ଶରୀରରେ ହଉଛି ଏଗୁଡାକ ଇନ୍ଦ୍ରିୟାଣି ଇନ୍ଦ୍ରିୟାର୍ଥେଷୁ ବର୍ତ୍ତନ୍ତ ଇତି ଧାରୟନ୍। ଇନ୍ଦ୍ରିୟାଣି, ଇନ୍ଦ୍ରିୟ ଗୁଡିକ, ଇନ୍ଦ୍ରିୟାର୍ଥେଷୁ ଇନ୍ଦ୍ରିୟ ମାନଙ୍କ ବିଷୟରେ ବର୍ତ୍ତନ୍ତ କି ପ୍ରବର୍ତ୍ତି ହେଇଛନ୍ତି, ଅର୍ଥାତ କରୁଛନ୍ତି। ମୁଁ କିଛି କରୁନି। ବ୍ରହ୍ମଣି ଆଧାୟ କର୍ମାଣି ବ୍ରହ୍ମଣ୍ୟାଧ୍ୟାୟ କର୍ମାଣି ସଙ୍ଗଂ ତ୍ୟକ୍ତ୍ୱା କରୋତି ଯ ଲିପ୍ୟତେ ନ ସପାପେନ ପଦ୍ମ ପତ୍ର ମୀମାଂସା। ଆପଣ ମାନେ ଜାଣିଛନ୍ତି ସେଇ ବ୍ରହ୍ମରେ ମନଟାକୁ ଆଧାୟ କି ଅର୍ପଣ କରି ଆସକ୍ତି ଶୂନ୍ୟ ଭାବରେ ସଙ୍ଗଂ ତ୍ୟକ୍ତ୍ୱା କରୋତି ଯ, ଯିଏ କରେ। ଲିପ୍ୟତ ନ ସପାପେନ, ପାପ ଆମର କାହିଁକି ହଉଛି? ପାପର ଅର୍ଥ ହେଲା କାମନା ଯୁକ୍ତ କର୍ମକୁ ପାପ କୁହାଯାଏ। କିନ୍ତୁ ଇଏ ଯେତେବେଳେ ଇନ୍ଦ୍ରିୟ ମାନଙ୍କ ବିଷୟରେ ଇନ୍ଦ୍ରିୟ ମାନେ କରୁଛନ୍ତି, ମୁଁ ସ୍ୱତନ୍ତ୍ର, ମୁଁ ସେତେବେଳେ ଆଉ ପାପ ଲାଗିବନି। କେମିତି ନା ପଦ୍ମ ପତ୍ର ଇବ ଅମ୍ଭସା, ପଦ୍ମ ପତ୍ର ମୀମାଂସା। ପତ୍ର, ପଦ୍ମ ପତ୍ରଟା ଜଳ ଉପରେ ଅଛି କିନ୍ତୁ ଜଳ ତାକୁ ସ୍ପର୍ଶ କରିପାରୁନାହିଁ। ସେଇ ପ୍ରକାର
ତୁମେ ସଂସାରରେ ରହିବ, ସବୁ କାମ କରିବ, କିନ୍ତୁ ଆଉ ପାପ ସ୍ପର୍ଶ କରିବାନି। ଦାଟ ଇଜ ଅକର୍ମ। ତେଣୁ କର୍ମଟା ଅକର୍ମରେ ପରିଣତ କରିବାକୁ ହେଲେ କର୍ତ୍ତା ଭାବ, ଭୋକ୍ତା ଭାବ ଇତ୍ୟାଦି ଏଗୁଡାକ ତ୍ୟାଗ ନ କଲେ ଆମର ପାପ ଲାଗେ। ଏବଂ ଯେତେବେଳେ କର୍ମଟାକୁ ଭଗବାନଙ୍କ ସହିତ ଯୁକ୍ତ କରିକି କରାଯିବ, ସେତେବେଳେ ସେଟା ଅକର୍ମରେ କର୍ମଟା ପରିଣତ ହେଇଯିବ। ସେଇଥିପାଇଁ ପ୍ରଥମ ଶ୍ରେଣୀରୁ ମୁଁ ଗୋଟିଏ କାଲି ଯାଇଥିଲି କହୁଥିଲି ଯେ ଆମ ପ୍ରଥମ ଶ୍ରେଣୀରୁ ମଧୁବାବୁ ବର୍ଣ୍ଣବୋଧରେ ଲେଖିଦେଲେ, ଏ ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ମୁଁ ଯାହା କରୁଛି ସେ ଭଗବାନ ଦେଖୁଛନ୍ତି, ମୁଁ ଯାହା କହୁଛି ଭଗବାନ ତାକୁ ଶୁଣୁଛନ୍ତି, ମୁଁ ଯାହା ଚିନ୍ତା କରୁଛି ଭଗବାନ ତାକୁ ଜାଣି ଯାଉଛନ୍ତି। ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର ଜାଣୁଛନ୍ତି ପ୍ରତି କ୍ଷଣେ। ସେ ଜାଣୁଛନ୍ତି। ଏତିକି ଆମର କାମ କେବଳ ଗୀତା ପଢିବାର ଉଦ୍ଦେଶ୍ୟ। ପ୍ରତ୍ୟେକ ସମୟରେ ଆମେ ଭଗବାନଙ୍କ ସହିତ ଟଚ୍ ହେଇକି ରହିବା। ଯେତେବେଳେ ଭଗବାନଙ୍କ ସହିତ ଟଚ୍ କମିଯିବ, ସେତେବେଳେ କର୍ମଟା ବିକର୍ମରେ ପରିଣତ ହେଇଯିବ, କ୍ରୋଧ ଆସିଯିବ, କାମନା ଆସିଯିବ। ଯେତେ ସମୟରେ ଟଚ୍ ହେଇକି ରହିଥିବ କୌଣସି ଭୁଲ କାମ ହେଇପାରିବନି। ମୋ ପାଶେ ଅଛନ୍ତି ଦିବସ ରଜନୀ, ମହାପ୍ରଭୁ ପରାତ୍ପର, ଏହା ମୁଁ ସୁମରି ହୃଦୟେ ତାହାଙ୍କୁ, ପୂଜିବି ମୋ ନିରନ୍ତର। ଏତିକି ହେଉଛି ଆମର କାମନା ଭଗବାନଙ୍କ ପାଖରେ। ପ୍ରଭୁ ତୁମେ ଆମ ପାଖରେ ସବୁବେଳେ ରହିକି ତୁମେ ଆମକୁ କର୍ମଟାକୁ ଅକର୍ମରେ ପରିଣତ କରିଦିଅ। ଅକର୍ମେ ବାସୁଦେବ ପ୍ରୀତି। ଯେତେବେଳେ କର୍ମଟା ବାସୁଦେବଙ୍କ ପାଇଁ କରାଯିବ, ସେତେବେଳେ ସେ ଅଟୋମେଟିକ ପ୍ରୀତି ହେବେ। ଆଉ କର୍ମରେ ଯେତେବେଳେ ତୁମେ ଭୋକ୍ତା ଭାବ ରଖିବ, କର୍ତ୍ତା ଭାବ ରଖିବ, ସେତେବେଳେ ସେ ପାପ ତା ଦେହରେ ଲାଗିବ, ବନ୍ଧନ ଲାଗିବ। ଏଇ ହଉଛି ତାର ଅର୍ଥ। ବହୁତ ଲମ୍ବା ବିସ୍ତାରିତ ଜିନିଷ, ସମୟ ହେଇଗଲାଣି। ଏତିକିରେ ମୁଁ ବକ୍ତବ୍ୟ ଶେଷ କରୁଛି। ଅନ୍ୟଥା ଶରଣଂ ନାସ୍ତି ତ୍ୱମେବ ଶରଣଂ ମମ, ପାପ ପଙ୍କେ ନିମଗ୍ନୋସ୍ମି ତ୍ରାହି ମାଂ ମଧୁସୂଦନ। ଏ ପ୍ରେମାନନ୍ଦ ଜେନା ଯିଏ କହୁଥିଲେ, ସେ ଗୋଟେ